जय श्री राम, जय श्री राम, जय श्री राम। रामाय रामो नाथाय रामचंद्राय भेदसे रघुनाथाय नाथाय सीताय पतये नमो सीताय पतये नमो सीताय पतये नमो। प्रिय श्रोता बंधु, भक्ति मार्ग तरफ आपण मानक मोर स्वागत। आपण माने श्रवण करुछंती सेही सर्व पुरातन पौराणिक गाथा श्री रामचरितमानस। आम्भे माने वर्तमान अछंती बालकांडरे। सेही बालकांडरे विश्वामित्र रामचंद्र लक्ष्मण को नहीं जाइछंती जनकपुरी। जनकपुरी रे पहुंची सेठाकार शोभा वर्णना करा जाउछि। ए पर्यंत आपण माने श्रवण करिथिले। आसंतु आगकु जिबा आउ कोन हेउछि संपूर्ण रूपे श्रवण करिबा। नारायणं नमस्कृत्यं नरो चैवं नरोत्तमं देवीं सरस्वतीं व्यासं ततो जयमुदीरयेत्। मुखं करोति वाचालं पङ्गुलङ्घयते गिरिजत्कृपातमहं वन्दे परमानन्द माधव परमानन्द माधव परमानन्द माधव। सुमन बाटिका बागवन विपुल विहंग निवास फुलत फलत सुपल्लवत सोहत पुर चहुपास। नगरर चतुर्दिगरे फूल फଳରେ भरा सुपल्लवित पुष्पवाटिका ଓ ବନ ଉପବନମାନ ଶୋଭା ପାଉଥାଏ। ସବୁଥିରେ ବହୁ ସଂଖ୍ୟକ ପକ୍ଷୀ ବାସ କରୁଥାନ୍ତି। बनयन बरनत नगर निकाई जहाँ जाई मन तहीं लोभाई। चारु बजारु विचित्र अम्बारी मणिमय विधि जनु स्वकर संवारी। नगरर सौंदर्य अवर्णनीय। मन जेउआड़े जाउथाए सेठारे प्रलुब्ध होई जाउथाए। सुंदर सुंदर दोकान बजार मणिमय विचित्र अट्टालिका मने हेउथाए सेगुड़िक ब्रह्मा निज हातरे गढ़िछंती कि। धनिक बनिक वरधन दशमाना बैठे सकल वस्तु लई नाना। चौहट सुंदर गली सुहाई संततर हई सुगंध सिंचाई। कुबेर समान विशिष्ट धनी व्यवसायी माने विविध प्रकार विपुल सामग्री धरी दोकान मानकरे बसिथाନ୍ତି। सुंदर छक जगह और सुशोभित गली मान सदा सुगंध द्रव्य सिंचित होई रहिଥାଏ। मंगलमय मंदिर सब केरे चित्रित जनुरति नाथ चितेरे। पुरा नर नारी सुभग सुचिंतन्ता धर्मशील ज्ञानी गुणवंता। समस्तଙ୍କ घर अति सुंदर ओ मंगलमय होइଥାଏ। सबु घरे सुंदर सुंदर चित्र अंकित होइଥାଏ। मने हेउଥାଏ स्वयं कामदेव सबुबेले अंकन करिछन्ति। नगरर सबु नर नारी सुंदर पवित्र धर्मात्मा ज्ञानी साधु भावरे ओ गुणवान थिले। अति अनुप जहाँ जनक निवासु बिथ कहीं विबुध बिलोकी बिलासु। होत चकित चित कोट बिलोकी सकल भुवन शोभा जनुरोकी। ଯେଉଁଠି ଜନକଙ୍କର ଅତି ଅନୁପମ ନିବାସ ଅର୍ଥାତ୍ ରାଜନଗର ଥାଏ
ସେଠାରେ ଐଶ୍ୱର୍ଯ୍ୟ ଦେଖି ମନୁଷ୍ୟମାନଙ୍କର କଥା ବା କ'ଣ କହିବା, ଦେବତାମାନେ ମଧ୍ୟ ସ୍ତମ୍ଭିତ ହୋଇଯାଉଥିଲେ। ରାଜନଗରର ପ୍ରାଚୀର ଦେଖି ଚିତ୍ତଚକିତ ହୋଇଯାଉଥିଲା, ସତେ ଯେପରି ତାହା ନିଜ ଭିତରେ ସକଳ ଲୋକରେ ଶୋଭାକୁ ସମାବେଶ କରି ରଖିଥିଲା। ଧଉଲ ଧାମ ମଣିପୁର ଟପଟ ସୁଘଟିତ ନାନା ଭାନ୍ତି, ସିଓ ନିବାସ ସୁନ୍ଦର ସଦନ ଶୋଭା କିମି କହି ଜାତି। ଉଜ୍ଜ୍ୱଳ ନବର ଗୁଡ଼ିକରେ ସୁନ୍ଦର ଭାବରେ ନିର୍ମିତ ନାନା ପ୍ରକାର ମଣିଖଚିତ ସୁବର୍ଣ୍ଣ ଜରିର ପରବାଦାନ ଲଗାଯାଇଥିଲା। ସୀତାଙ୍କର ନିବାସସ୍ଥଳୀ ଥିଲା ଏକ ଅତ୍ୟନ୍ତ ସୁନ୍ଦର ମହଲ। ତାହାର ଶୋଭା କିପରି ବର୍ଣ୍ଣନା କରାଯାଇପାରିବ? ସୁଭଗ ଦ୍ୱାର ସବ ଖୁଲି କପାଟ, ଭୂପ ଭୀର ନଟ ମାଘଧ ଭାଟ, ବନି ବିଶାଲ ବାଜି ଗଜଶାଲ, ଅୟଗୟ ରଥ ସଂକୁଲ ସବ କାଲା। ରାଜମହଲର ସବୁ ଦ୍ୱାର ଅତି ସୁନ୍ଦର ହୋଇଥାଏ। ସେଥିରେ ବଜ୍ର ନିର୍ମିତ ଅର୍ଥାତ୍ ସୁଦୃଢ଼ ବା ହୀରାର ଉଜ୍ଜଳମୟ କବାଟ ଲାଗିଥାଏ। ସେଠାରେ ସାମନ୍ତ ରାଜା, ନଟ, ମାଗଧ ଓ ଭାଟମାନଙ୍କର ଭିଡ଼ ଲାଗି ରହିଥାଏ। ଘୋଡ଼ା ଓ ହାତୀମାନଙ୍କ ପାଇଁ ବଡ଼ ବଡ଼ ଘୋଡ଼ାଶାଳ ଓ ହାତୀଶାଳ ନିର୍ମିତ ହୋଇଥାଏ ଏବଂ ସେଗୁଡ଼ିକ ସବୁବେଳେ ହାତୀ, ଘୋଡ଼ା ଓ ରଥରେ ପରିପୂର୍ଣ୍ଣ ହୋଇ ରହିଥାଏ। ସୁର ସଚି ଓ ସେନପ ବହୁତରେ, ନୃପ ଗୃହ ସରିସ ସଦନ ସବକେରେ। ପୁର ବାହାରେ ସର ସରିତ ସମୀପା, ଉତ୍ତରେ ଜହ ତହ ବିପୁଲ ମହିପା। ପୁର ବାହାରେ ସର ସରିତ ସମୀପା, ଉତ୍ତରେ ଜହ ତହ ବିପୁଲ ସମୀପା। ରାଜାଙ୍କର ବହୁ ସଂଖ୍ୟାରେ ଶୂରବୀର, ମନ୍ତ୍ରୀ ଓ ସେନାପତି ଥିଲେ। ସେମାନଙ୍କ ନିବାସ ଗୁଡ଼ିକ ମଧ୍ୟ ରାଜମହଲ ପରି ସୁନ୍ଦର ହୋଇଥାଏ। ବହୁ ରାଜା ଆସି ନଗର ବାହାରେ, ସରୋବରରେ ଓ ନଦୀକୂଳ ପ୍ରଭୃତି ବିଭିନ୍ନ ସ୍ଥାନରେ ଡେରା ପକାଇ ରହିଥାନ୍ତି। ଦେଖି ଅନୂପ ଏକ ରାଇ, ସବ ସୁପାସ ସବ ବାନ୍ତି ସୁହାଇ। କୌଶିକ ହେଉ ମୋର ମନୁମାନା, ଇହା ରହିୟ ରଘୁବୀର ସୁଜାନା। ଗୋଟିଏ ଅତି ଅନୁପମ ଶୋଭାମୟ ଆମ୍ବ ତୋଟା ନିକଟରେ ସକଳ ପ୍ରକାର ସୁବିଧା ଥିବା ଦେଖି ମୁନି ବିଶ୍ୱାମିତ୍ର କହିଲେ, ହେ ବୁଦ୍ଧିମାନ ରଘୁବୀର, ମୋ ମନ ହେଉଛି ଏହିଠାରେ ଟିକେ ରହିଯିବା। ଭଲେ ହିଁ ନାଥ କହି କୃପା ନିକେତା, ଉତ୍ତରେ ତହ ମୁନି ବୃନ୍ଦ ସಮೇತ। ବିଶ୍ୱାମିତ୍ର ମହାମୁନି ଆଏ, ସମାଚାର ମିଥିଲା ପତି ପାଏ। କୃପା ନିଧାନ ଶ୍ରୀରାମ ବହୁତ ଭଲ ହେବ କହି ମୁନିମାନଙ୍କ ସହିତ ସେଠାରେ ରହିଗଲେ। ସେପଟେ ମିଥିଳାପତି ଜନକ ମହାମୁନି ବିଶ୍ୱାମିତ୍ର ଆସିଥିବାର ସମାଚାର ପାଇଗଲେ। ସଙ୍ଗ ସଚି ଅସୁଚି ଭୂରି ଭଟ, ଭୂଷର ବର ଗୁରୁ ଜ୍ଞାତି। ଚଲେ ମିଲନ ମୁନି ନାୟକ, କହି ମୁଦିତ ରାଉ ଏହି ଭାନ୍ତି। ସେ ବିଶ୍ୱସ୍ତ ମନ୍ତ୍ରୀ, ବନ୍ଧୁ, ଯୋଦ୍ଧା, ଶ୍ରେଷ୍ଠ ବ୍ରାହ୍ମଣ, ଗୁରୁ ସତ୍ୟାନନ୍ଦ ଏବଂ ନିଜର କୁଳର ଶ୍ରେଷ୍ଠ ପୁରୁଷମାନଙ୍କୁ ଧରି ଅତି ଆନନ୍ଦରେ ମୁନି ବିଶ୍ୱାମିତ୍ରଙ୍କୁ ଭେଟିବାକୁ ଚାଲି ଆସିଲେ। କିହ୍ନ ପ୍ରଣାମ ଚରଣ ଧରି ମାଥା, ଦିହ୍ନି ଆଶିଷ ମୁଦିତ ମୁନିନାଥା। ବିପ୍ରବୃନ୍ଦ ସବ ସାଦର ବନ୍ଦେ, ଜାନି ଭାଗ୍ୟ ବଡ଼ ରାଉ ଆନନ୍ଦେ। ରାଜା ଯାଇ ମୁନିଙ୍କ ଚରଣରେ ମସ୍ତକ ରଖି ପ୍ରଣାମ କଲେ। ମୁନିବର ବିଶ୍ୱାମିତ୍ରଙ୍କୁ ପ୍ରସନ୍ନ ହୋଇ ତାଙ୍କୁ ଆଶୀର୍ବାଦ ଦେଲେ। ରାଜା ସମସ୍ତ ବ୍ରାହ୍ମଣ କୁଣ୍ଡଳୀ ମଣ୍ଡଳୀକୁ ଆଦରରେ ପ୍ରଣାମ କଲେ ଏବଂ ମୁନି ଆଗମନ ବଡ଼ ଭାଗ୍ୟର କଥା ଜାଣି ଆନନ୍ଦିତ ହେଲେ।
कुशल प्रश्न करी बारही बार विश्वामित्र नृपही बैठार तेही अवसर आए दौ भाई गए रहे देखन फुलुआई। बारंबार कुशल प्रश्न करी विश्वामित्र राजा को आसन में बसाइले। राम लक्ष्मण तो पुष्प उद्यान देखा चली जाइथिले। सेतिकी बेले सेई दुई भाई आसी सेठारे पहुंचिले। बंधु माने आज पई एतिकी, पुणी साक्षात हेबो आगामी अध्याय रे। भीमस्यापि रणुभंग मुनिरपि मतिभ्रम यदि शुद्धमशुद्ध वा मम दोष न विद्यते मम दोष न विद्यते मम दोष न विद्यते।